ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ଅଭିମନ୍ୟୁ ସାମନ୍ତସିଂହାର 1760 ଅଥବା 1757 ମସିହାରେ ଫେବୃଆରୀ ମାସ 23 ତାରିଖ ଦିନ ଯାଜପୁର ଜିଲ୍ଲାର ବାଲିଆଠାରେ ଜନ୍ମଗ୍ରହଣ କରିଥିଲେ। ସେ 1806 ମସିହା ଜୁନ୍ ମାସ 15 ତାରିଖରେ ମୃତ୍ୟୁବରଣ କରିଥିଲେ। ଅଭିମନ୍ୟୁ ସାମନ୍ତସିଂହାର ଜଣେ ରୀତିଯୁଗୀୟ ଓଡ଼ିଆ କବି ଓ ଓଡ଼ିଶୀ ସଙ୍ଗୀତକାର ଅଟନ୍ତି। ତରୁଣ ବୟସରେ ସେ ବାଘ ଗୀତ, ଚଢ଼ାଇ ଗୀତ ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି। ବିଦଗ୍ଧ ଚିନ୍ତାମଣି ତାଙ୍କ ଶ୍ରେଷ୍ଠ କୃତି। ଓଡ଼ିଆ କବି ଅଭିମନ୍ୟୁଙ୍କ ଜନ୍ମସ୍ଥାନ ଜୟପୁର ଅନ୍ତର୍ଗତ ଭାବଙ୍ଗର। କେନ୍ଦ୍ରାପଡ଼ା କ୍ଷତ୍ରିୟ ବଂଶ ଯୋଧପୁରରୁ ଆସିଥିଲେ। ସାମନ୍ତସିଂହାର ବଂଶ ସେ ବଂଶର ଅନେକ ପରବର୍ତ୍ତୀ ବୋଲି ଅନୁମାନ କରାଯାଏ। ଏ ବଂଶ ଖୋର୍ଦ୍ଧାର ଭୋଇବଂଶୀୟ ରାଜାଙ୍କଠାରୁ ବରୁଆଙ୍କ ପ୍ରଗଣା ଅନ୍ତର୍ଗତ ବାଲିଆ ଜମିଦାରୀ ପ୍ରାପ୍ତ ହୋଇଥିଲେ। ଅଭିମନ୍ୟୁ ସାମନ୍ତସିଂହାରଙ୍କ ଉପାଧି ଲାଭ ସେ ଉପାଧି କିଭଳି ପାଇଥିଲେ? ସାମନ୍ତସିଂହାର ଉପାଧି କାହାଠାରୁ ପ୍ରାପ୍ତ ହୋଇଥିଲା ତାହା ନିଶ୍ଚିତ ରୂପେ ଜଣାନାହିଁ। କେତେକଙ୍କ ମତେ ସେ ଅଞ୍ଚଳରେ ସେତେବେଳେ ବରପଦା ପ୍ରଭୃତି ନାମରେ 7 ଟୋପା ଥିଲା। ଏହି 7 ଟୋପାରେ ରଣସିଂହ ମହାପାତ୍ର, ଦକ୍ଷିଣ ରାୟ ମହାପାତ୍ର ପ୍ରଭୃତି ବିଭିନ୍ନ ରାଜୋପଦେକାରୀ 7 ସାମନ୍ତ ଥିଲେ। ଅଭିମନ୍ୟୁଙ୍କ ପୂର୍ବପୁରୁଷ ଏ ସାମନ୍ତ ମଧ୍ୟରେ ଗଣ୍ୟ ନ ହେଉଥିଲେ ହେଁ ଏକ ସମୟରେ ସେ ବଂଶର ଜଣେ କେହି ଅପର 7 ସାମନ୍ତଙ୍କୁ ଗୋଟିଏ ମହାବିପଦରୁ ବୁଦ୍ଧି ବଳରେ ରକ୍ଷା କରିଥିଲେ। ଏଥିରେ ସାମନ୍ତମାନେ ସନ୍ତୁଷ୍ଟ ହୋଇ ସାମନ୍ତସିଂହାର ଅର୍ଥାତ୍ ସାମନ୍ତଭୂଷଣ ଉପାଧି ପ୍ରଦାନ କରିଥିଲେ। ସେହି ଉପାଧି ରାଜଦତ୍ତ ଉପାଧି ପ୍ରାୟ ସମ୍ମାନ ସହ ବଂଶ ପରମ୍ପରାରେ ଚଳି ଆସୁଛି। ଜନନୀ ତୁଳସୀ ଦେବୀ ଉଦୟପୁରର ବା ଲାଉଖିଆ ଗ୍ରାମର ବିଖ୍ୟାତ ପଟ୍ଟନାୟକ ବଂଶରେ ଜନ୍ମଲାଭ କରିଥିଲେ। ସହପତ୍ନୀମାନଙ୍କ ମଧ୍ୟରେ ସେ ଅଧିକ ଧର୍ମପରାୟଣ ଥିଲେ। ତାଙ୍କ ବଂଶାବଳୀର ପରିଚୟ ଆମେ ଜାଣି ରଖିବା। ବନ୍ଦକୀ ସାମନ୍ତସିଂହାର ମହାପାତ୍ରଙ୍କଠାରୁ ଜନ୍ମଗ୍ରହଣ କରିଥିଲେ। ଖୋଲାସି ସାମନ୍ତସିଂହାର ତାଙ୍କଠାରୁ ସମୟାନୁକ୍ରମେ ଇନ୍ଦ୍ରଜିତ୍ ସାମନ୍ତସିଂହାର, ଇନ୍ଦ୍ରଜିତ୍ ସାମନ୍ତସିଂହାରଙ୍କଠାରୁ ଅଭିମନ୍ୟୁ ସାମନ୍ତସିଂହାର ମହାପାତ୍ର, ସୁରତ ଛୋଟରାୟ ଏଭଳି ଭାବରେ 2 ପୁତ୍ର ଜନ୍ମଗ୍ରହଣ କରିଥିଲେ। କବିଙ୍କର ଜନ୍ମ 1760 ମସିହା ଫେବୃଆରୀ ମାସ 23 ତାରିଖ ଦିନ ଯାଜପୁର ଜିଲ୍ଲାର ବାଲିଆଠାରେ ହୋଇଥିଲା। ବାଲିଆ ଗ୍ରାମ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରିଠାରୁ ଅନତି ଦୂରରେ ଅବସ୍ଥିତ। ତାଙ୍କର ପିତା ଥିଲେ ଜଣେ ଅପୁତ୍ରିକ ଜମିଦାର ଇନ୍ଦ୍ରଜିତ୍ ସାମନ୍ତସିଂହାର। ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ନାମରେ ଜଣେ ପଣ୍ଡିତଙ୍କ ଦେବପୂଜା ହେତୁ ଅଭିମନ୍ୟୁ ଜନ୍ମ ହେବାର ପ୍ରବାଦ ରହିଛି। ସେ ହିଁ ଅଭିମନ୍ୟୁଙ୍କ ଗୁରୁ ଥିଲେ। ମାତ୍ର 9 ବର୍ଷ ବୟସରେ ସେ ପ୍ରଥମ ପଦ୍ୟ ରଚନା କରିଥିଲେ। କରମଙ୍ଗା ଗଛ ଛାଇ ଗୋ ମୋର ହୁଁ ଗୋ, କରମ ଯାହାର ସଫଳ ହୋଇବ, କୃଷ୍ଣକୁ ଲଭିବ ସେହି ଗୋ ମୋର ହୁଁ ଗୋ। ଅଭିମନ୍ୟୁ ସାମନ୍ତସିଂହାର। ତାଙ୍କର ସାହିତ୍ୟ କୃତି ହେଉଛି ବିଦଗ୍ଧ ଚିନ୍ତାମଣି, ପ୍ରେମ କଳା, ରସବତୀ, ସୁଲକ୍ଷଣା, ପ୍ରେମ ତରଙ୍ଗିଣୀ, ବାଘ ଗୀତ, ଚଢ଼େଇ ଗୀତ, ବୋଲେ ହୁଁ, ପ୍ରେମ ପ୍ରୀତି ଚିନ୍ତାମଣି। ବିଦଗ୍ଧ ଚିନ୍ତାମଣି ତାଙ୍କ ରଚିତ ଓଡ଼ିଆ ସାହିତ୍ୟର ଏକ ମୂଲ୍ୟବାନ ଗ୍ରନ୍ଥ। କେତେକୋଟି ଜନପ୍ରିୟ ଛାନ୍ଦର ବିଶିଷ୍ଟ ରାଗ ନାମ ଏହି ଗ୍ରନ୍ଥରେ ଦେଖିବାକୁ ମିଳେ, ଯଥା ଗଡ଼ମାଳିଆ, ଫୁଲତୋଳା ଇତ୍ୟାଦି। ଏହିଭଳି ନାମଗୁଡ଼ିକୁ କବିଙ୍କ ଶ୍ରଦ୍ଧାନାମ କୁହାଯାଇପାରେ। ଏ ଗ୍ରନ୍ଥରୁ ତାଙ୍କ ଜନ୍ମ ବିଶେଷରେ ମଧ୍ୟ ଜାଣିହୁଏ। ଇନ୍ଦ୍ରଜିତ୍ ଏ ଛାନ୍ଦ ଭଣଇ ରାଧା ଧ୍ୟାନ କରି, ବାଘ ଗୀତରେ ଏହି ପଂକ୍ତିଟି ରହିଛି। ବାଲିଆ ବୋଲି ଯେ ଏକ ନଗର, ତହିଁ ନୃପତି ସାମନ୍ତସିଂହାର, ଏକଥାଟି ମଧ୍ୟ ବାଘ ଗୀତରେ ରହିଛି।
ତାଙ୍କ ପିତା ଇନ୍ଦ୍ରଜିତ ସାମନ୍ତ ସିଂହାର ସମ୍ପର୍କରେ ବି ଏଥିରେ ବର୍ଣ୍ଣିତ। ସେ ଯେ ସେଠାକାର ରାଜା ଥିଲେ ଓ ତାଙ୍କ ଲେଖା ପାଇଁ ଉତ୍ସାହିତ କରିଥିଲେ ତାହା ଏଥିରେ ବର୍ଣ୍ଣିତ ହୋଇଛି। ଯଦି ଆଲୋଚନାଟି ପାଠକମାନଙ୍କୁ କିଛି ମାତ୍ରାରେ ସହଯୋଗ କରିପାରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ।